नमस्कार दर्शक बंधु ओडिया साहित्य रिव्यू यूट्यूब चैनल को आपण मानकु स्वागत। ओडिया भाषा संपर्क रे आमे आलोचना करुथिले। आज आमे आलोचना करिबा शास्त्रीय मान्यता प्राप्त ओडिया भाषा और ओडिया भाषा रे अन्यान्य भाषार प्रभाव संपर्क रे। एही अध्याय रे आमे एही दुईटी टॉपिक विषय रे किछि क्वेश्चन आंसर डिस्कस करिबा। प्रथमे जानिबा भाषा कौन ना भाषा किपरि प्रभावित होइथाय अन्यान्य भाषा सह। भाषा एक चिरस्रोता नदी, चिरंतन तार प्रवाह, तार गतिपथरे केते जे उपनदी जलधारा आछि तार अंग पृष्ठ करे, केते शाखा नदी ता देहरु नूतन रूप धरी प्रसरी जाए। उपनदीर जलधारा को निजस्व से स्रोतस्विनी हुए बपुष्पति। तेणु भाषा स्थितिशील नुहे कि मौलिक नुहे, यह स्थिर रहिले अग्रगति करिपारिबो नाही। कालर गति संगे संगे अन्य भाषार संपर्क रे आसी केवल प्रभावान्वित हुए नहीं, यह हुए विभवान्विता। अन्य भाषा प्रति दृष्टि रखी कौनसी भाषार जुगोपयोगी परिवर्तन, परिमार्जन और परिवर्धन को स्वीकार करिनेले भाषा हुए प्राणवती। कहीं केते कालरू ओडिया भाषा तार स्थिति जाहिर करी आसीची। ओडिया भाषा रे ओडिया लिपि रे रचित होई सारिछि अनेक ग्रंथ ग्रंथावली। सेथिपाई तो आज शास्त्रीय मान्यता लाभ करिछि एही ओडिया भाषा। आसंतु आलोचना करिबा प्रश्नोत्तर। ओडिया भाषा केउं दिन शास्त्रीय मान्यता लाभ करिथिला? यार उत्तर हेउछि मार्च 11, 2014 मसीहा। यह पूर्वरु अनेक नथिपत्र प्रस्तुत करा जाई भारत सरकारंकर पाखरे दिया जाइथिला, जहाँ को अनुध्यान करी भारत सरकार ओडिया भाषा को शास्त्रीय मान्यता प्रदान करिछंती। ओडिया शास्त्रीय मान्यता पाइबारे केतेतम भाषा? यह 6ठतम भाषा। प्रथम शास्त्रीय मान्यता प्राप्त भारतीय भाषा केउंटी? तमिल। केउं भाषा तत्वविद दिग्दर्शन रे शास्त्रीय मान्यता पई नथि प्रस्तुत करा जाइथिला? पद्मश्री देवी प्रसन्न पट्टनायकर। ओडिया भाषा ओडिशा प्रदेशर सरकारी भाषार मान्यता केउं आईन बल रे प्राप्त करिछि? एहार उत्तर हेउछि सरकारी भाषा आईन 1954। द्राविड़ माने केबेठारु एक समृद्ध सभ्यता प्रतिष्ठा करि सारिथिले? द्राविड़ माने आर्य मानक आगमन पूर्वरु एक समृद्ध सभ्यता प्रतिष्ठा करि सारिथिले। भारत वर्षरे प्रचलित भाषा परिवार मध्य चारिटी हेउछि मुख्य। प्रथम यूरोपीय भाषा परिवार, द्वितीय ऑस्ट्रिक भाषा परिवार, तृतीय द्राविड़ भाषा परिवार और चतुर्थ चैनिक तिब्बतीय भाषा परिवार। भारत वर्षरे प्रचलित बा प्रचलन दृष्टि
ଅଷ୍ଟ୍ରିକ୍ ଓ ଦ୍ରାବିଡ଼ ଭାଷା ପରିବାର ଦୁଇଟି ୟୁରୋପୀୟ ଭାଷା ପରିବାର ଠାରୁ ଅଧିକ ପ୍ରାଚୀନ। ଏଠାରେ ମଧ୍ୟ ସେହି କଥା କୁହାଗଲା ଯେ ଦ୍ରାବିଡ଼ମାନେ ଆର୍ଯ୍ୟମାନଙ୍କ ପୂର୍ବରୁ ଏକ ସମୃଦ୍ଧ ସଭ୍ୟତା ପ୍ରତିଷ୍ଠା କରିସାରିଥିଲେ। ସେମାନେ ସିନ୍ଧୁ ଉପତ୍ୟକାରେ ଭାରତର ଉତ୍ତର ପଶ୍ଚିମ ଦିଗରେ ଏହି ସଭ୍ୟତା ପ୍ରତିଷ୍ଠା କରିସାରିଥିଲେ। ହରପ୍ପା ମହେଞ୍ଜୋଦାରୋ ପ୍ରତ୍ନତାତ୍ତ୍ୱିକ ଭଗ୍ନାବଶେଷରୁ ଏହା ପ୍ରମାଣିତ ହୋଇସାରିଛି। ଅନେକ ଗବେଷକ ମତ ଦିଅନ୍ତି ମନେ କରନ୍ତି ସିନ୍ଧୁ ଉପତ୍ୟକାରେ ଏଭଳି ସମୃଦ୍ଧ ସଭ୍ୟତା ପ୍ରତିଷ୍ଠା କରିବା ପୂର୍ବରୁ ଏମାନେ ଦକ୍ଷିଣ ଭାରତରେ ବିଭିନ୍ନ ସ୍ଥାନରେ ଉନ୍ନତ ସଭ୍ୟତା ଗଠନ କରିଥିଲେ। ନର୍ମଦା ଓ ଗୋଦାବରୀ ନଦୀର ଉପତ୍ୟକା ଠାରୁ କୁମାରିକାର ଅନ୍ତରୀପ ପର୍ଯ୍ୟନ୍ତ ଏମାନଙ୍କର ସଭ୍ୟତା ଗଢ଼ି ଉଠିଥିଲା। ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ ପ୍ରଭୃତି ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ଗବେଷଣା ଚଳାଇ ଅନେକ ବିଦେଶୀ ଗବେଷକ ଅନୁମାନ କରନ୍ତି ଯେ ଦ୍ରାବିଡ଼ମାନେ ଏହି ସଭ୍ୟତାର ସ୍ଥାପିତ ହୋଇଥିଲେ। ବହୁ ଗବେଷକ ଏକମତ ହୋଇଥାନ୍ତି ଯେ ଏମାନଙ୍କର ସଭ୍ୟତା ସହିତ ସୁମେରିଆ ଓ ମେସୋପୋଟାମିଆ, ବେବିଲୋନ, ଏସିରିଆ, ଚାଲ୍ଦୀୟ ସଭ୍ୟତାର ଘନିଷ୍ଠ ସମ୍ପର୍କ ରହିଥିଲା। ଦ୍ରାବିଡ଼ମାନଙ୍କ ଦ୍ୱାରା ଆବିଷ୍କୃତ ଲିପିର ବିକଶିତ ରୂପ କେଉଁଟି? ଏହାର ବିକଶିତ ରୂପ ହେଉଛି ତାମିଲ। ଭାରତୀୟ ସଭ୍ୟତାରେ ହିନ୍ଦୁ ଦେବାଦେବୀ, କୃଷି, ଶିଳ୍ପ, ଗୋପାଳନ, ଯୋଗ ସାଧନା, ଜ୍ୟୋତିଷ ଚର୍ଚ୍ଚା ଇତ୍ୟାଦି ସବୁ କ୍ଷେତ୍ରରେ ଦ୍ରାବିଡ଼ମାନଙ୍କର ଅଭିଜ୍ଞତା ପ୍ରାଚୀନ ରହିଥିଲା ବୋଲି କହିଥାନ୍ତି ପୁରାତତ୍ତ୍ୱବିତ୍ମାନେ। ଏମାନେ ଭାବର ପ୍ରକାଶ ପାଇଁ ଏକ ଲିପିର ଆବିଷ୍କାର କରିଥିଲେ। ଏହି ଲିପିର ବିକଶିତ ରୂପ ହେଉଛି ତାମିଲ ଲିପି। ତେବେ ଦ୍ରାବିଡ଼ ଭାଷା କେତେ ବର୍ଷ ପ୍ରାଚୀନ? ଦ୍ରାବିଡ଼ ଭାଷା 2500 ବର୍ଷ ପ୍ରାଚୀନ। ଭାରତୀୟ ଆର୍ଯ୍ୟ ଭାଷାରେ ପ୍ରଚଳିତ 3 ଲିଙ୍ଗ ସମ୍ପର୍କରେ ତିନି ଲିଙ୍ଗ କେଉଁ ଭାଷାର ପ୍ରଭାବ? ଏହା ଦ୍ରାବିଡ଼ ଭାଷାର ପ୍ରଭାବ। କଥକ ସଂଖ୍ୟା ଦୃଷ୍ଟିରୁ ଦ୍ରାବିଡ଼ ଭାଷା ଭାରତର କେତେତମ ଭାଷା? ଏହା ଭାରତର ଦ୍ୱିତୀୟ ବୃହତ୍ତମ ଭାଷା। ଭାରତରେ ପ୍ରାୟ 1/6 ଲୋକ ଏହି ଭାଷାରେ କଥାବାର୍ତ୍ତା କରିଥାନ୍ତି। ପୃଥିବୀର ଭାଷାଭାଷୀମାନଙ୍କ ସଂଖ୍ୟା ଦୃଷ୍ଟିରୁ ଦ୍ରାବିଡ଼ ଭାଷା ଗୋଷ୍ଠୀ ପଞ୍ଚମ। ଭାରତରେ ପ୍ରଚଳିତ ଦ୍ରାବିଡ଼ ଭାଷା ପରିବାର ମଧ୍ୟରୁ ପ୍ରଧାନ ଭାଷା ହେଉଛି ତାମିଲ, ତେଲୁଗୁ, ମାଲାୟାଲମ, କନ୍ନଡି, ତୁଲୁ, କୁଡାଗୁ, ଟୁଡା, କୋଟା, ମାଲ୍ଟୋ, କୋଲାମୀ, ବ୍ରହ୍ମଈ ପ୍ରଭୃତି। ଭାରତରେ ପ୍ରଚଳିତ ଦ୍ରାବିଡ଼ ପରିବାରରେ କେଉଁ କେଉଁ ଭାଷା ଅନ୍ତର୍ଭୁକ୍ତ? ଏହା ଦକ୍ଷିଣ ଭାରତୀୟ ଭାଷା ଯେଉଁଗୁଡ଼ାକ ମୁଁ ଏବେ କହିଲି ସେହି ଭାଷା ଗୁଡ଼ିକ ଅନ୍ତର୍ଭୁକ୍ତ। ସିନ୍ଧୁ ଉପତ୍ୟକା ସଭ୍ୟତାରେ ବ୍ୟବହୃତ ଲିପି କ'ଣ? ଏହା ପ୍ରତ୍ନ ତାମିଲ ଲିପି। ସିନ୍ଧୁ ଉପତ୍ୟକାରେ ଏହି ଲିପିକୁ ଆବିଷ୍କାର କରାଯାଇଥିଲା, ଆବିଷ୍କାର କରାଯାଇଥିଲା। ଦ୍ରାବିଡ଼ ଭାଷା ପରିବାର ମଧ୍ୟରେ ତାମିଲ ଭାଷା ହେଉଛି ସର୍ବପ୍ରାଚୀନ। ତେବେ
ଏହି ପ୍ରତ୍ନ ତାମିଲ ଲିପି ସିନ୍ଧୁ ଉପତ୍ୟକା ସଭ୍ୟତାରେ ବ୍ୟବହୃତ ହେଉଥିଲା ବୋଲି ଐତିହାସିକ ଭାଷାତତ୍ତ୍ୱବିତ୍ ମାନେ ଅନୁମାନ କରିଥାନ୍ତି। ତେଣୁ ଦ୍ରାବିଡ଼ ଭାଷା ପରିବାରରେ ପ୍ରାଚୀନତମ ନମୁନା ରୂପେ ତାମିଲ ଭାଷା ସିନ୍ଧୁ ଉପତ୍ୟକା ସଭ୍ୟତାର ବିକାଶ ବେଳୁ ଭାରତବର୍ଷରେ ପ୍ରଚଳିତ ହୋଇଆସୁଛି। କେଉଁ ପର୍ଯ୍ୟନ୍ତ ଓଡ଼ିଆ ଓ ପାରସିକ ଭାଷା ଓଡ଼ିଶାର କଚେରୀ ଭାଷା ରହିଥିଲା? 1568। କେଉଁ ଜାତିର ପ୍ରଭାବରେ ଓଡ଼ିଆ ଭାଷାରେ ଜାବନିକ ଭାଷାର ପ୍ରଭାବ ଦେଖିବାକୁ ମିଳିଥାଏ? ମୁସଲମାନ ଜାତି। କେତେ ମସିହାରେ କୋର୍ଟ କଚେରୀମାନଙ୍କରେ ଇଂରାଜୀ ଭାଷା ଏକ ସରକାରୀ ଭାଷା ରୂପେ ପ୍ରଚଳିତ ହେଲା? 1843 ମସିହା। ମୁଣ୍ଡା ଭାଷା କେଉଁ ଭାଷା ପରିବାରର ଅନ୍ତର୍ଭୁକ୍ତ? ମୁଣ୍ଡା ଭାଷା ଅଷ୍ଟ୍ରିକ ଭାଷା ପରିବାରର ଅନ୍ତର୍ଭୁକ୍ତ। ଟିକସ ଶବ୍ଦଟିର ମୂଳ କେଉଁଠି? ଟିକସ ଶବ୍ଦଟିର ମୂଳ ହେଉଛି ଇଂରାଜୀ ଟ୍ୟାକ୍ସ। କେଉଁ ଆଦିବାସୀ ଭାଷା ପ୍ରଥମେ ସରକାରୀ ଭାଷାର ମାନ୍ୟତା ଲାଭ କରିଥିଲା? ଉତ୍ତର ହେଉଛି ସାନ୍ତାଳୀ ଭାଷା। ଅଷ୍ଟ୍ରିକ ଭାଷା ପରିବାରର ଅନ୍ତର୍ଗତ ଭାଷା କ'ଣ? ଏହା ଅନ୍ତର୍ଗତ ଭାଷା ହେଉଛି କୁରୁକ୍, କୁଇ, ଗଣ୍ଡ ଏବଂ କନ୍ଧ ଭାଷା। ଓଡ଼ିଶାର କେଉଁ ଅଞ୍ଚଳରେ ଅଧିକ ଦ୍ରାବିଡ଼ ଭାଷାର ପ୍ରଭାବ ଦେଖିବାକୁ ମିଳିଥାଏ? ଓଡ଼ିଶାର ଦକ୍ଷିଣାଞ୍ଚଳରେ ଏହି ଦ୍ରାବିଡ଼ ଭାଷାର ପ୍ରଭାବ ଦେଖିବାକୁ ମିଳିଥାଏ। କାରଣ ଯେହେତୁ ଓଡ଼ିଶାର ଦକ୍ଷିଣାଞ୍ଚଳ ଭାରତର ଦକ୍ଷିଣାଞ୍ଚଳ ସହ ଜଡ଼ିତ ରହିଛି ଏବଂ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଛି, ସେଥିପାଇଁ ସେଠାରେ ଏହି ଦ୍ରାବିଡ଼ ଭାଷାର ପ୍ରଭାବ ଦେଖିବାକୁ ମିଳିଥାଏ। ଓଡ଼ିଆ ଭାଷାରେ ପାର୍ସୀ ଭାଷା, ପର୍ତ୍ତୁଗୀଜ ଭାଷା, ଦ୍ରାବିଡ଼, ଇଂରାଜୀ, ଜାବନିକ ଭାଷାର ପ୍ରଭାବ ମୁଖ୍ୟତଃ ଲକ୍ଷ୍ୟ କରାଯାଇଥାଏ। ତେବେ ଭାଷା କାହାର ପୈତୃକ ସମ୍ପତ୍ତି ନୁହେଁ। ଭାଷା ଯେ ଶିଖିଲା ତାର। ଆଫ୍ରିକାର ନିଗ୍ରୋ ପିଲା ବି ଇଂରେଜମାନଙ୍କ ପରି ଇଂରେଜୀ କହିପାରେ। ଇଂଲଣ୍ଡରେ ରହି ମଧ୍ୟ ନିଜର ଭାଷା କହିପାରେ। ଇଂରାଜୀ ଭାଷା କେବଳ ଇଂରେଜମାନଙ୍କର ନୁହେଁ, ବିଶ୍ୱର ଏକ ସାର୍ବଜନୀନ ଭାଷା। ସେହିଭଳି ଭାବରେ ଯଦି ଆମେ ଦେଖିବାକୁ ଗଲେ, ଜଣେ ଉତ୍ତର ଭାରତୀୟ ଲୋକ ଦକ୍ଷିଣ ଭାରତରେ ଯାଇ ଦକ୍ଷିଣ ଭାରତୀୟ ଭାଷା ଶିଖି ସେଠାରେ ଦକ୍ଷିଣ ଭାରତୀୟ ଭାଷା କହିପାରେ ଏବଂ ଉତ୍ତର ଭାରତରେ ରହି ମଧ୍ୟ ସେ ଦକ୍ଷିଣ ଭାରତୀୟ ଭାଷା ମଧ୍ୟ କହିପାରେ। ତେବେ ଭାଷାର ପ୍ରଭାବ ଲକ୍ଷ୍ୟ କରାଯାଏ ଯେ ଏଠାରୁ ସେଥିପାଇଁ କୁହାଯାଇଛି ଯେ ଭାଷା କାହାର ପୈତୃକ ସମ୍ପତ୍ତି ନୁହେଁ, ଯିଏ ଶିଖିଲା ଭାଷା ତାର। ଓଡ଼ିଆ ଭାଷା ମଧ୍ୟ ସେହିଭଳି ଭାବରେ ଅନେକ ଭାଷାର ପ୍ରଭାବ ରହିଆସିଅଛି। ଓଡ଼ିଆ ଭାଷାରେ ଅନେକ କବି, ଲେଖକ, ସମାଲୋଚକ, ପ୍ରାବନ୍ଧିକ, ଔପନ୍ୟାସିକ, ଗାଳ୍ପିକ ନିଜର ରଚନାରେ ଏହି ବୈଦେଶିକ ଭାଷାମାନଙ୍କର ପ୍ରଭାବ ବା ଏହି ବୈଦେଶିକ ଭାଷାମାନଙ୍କୁ ନିଜର ରଚନାରେ ରଚନା କରିଛନ୍ତି। କଳସା ଚଉତିସାରେ
ଫରମାଣ ବୋଲି ଗୋଟିଏ ଜାବନିକ ଶବ୍ଦ ବ୍ୟବହାର ହୋଇଥାଏ। ପଞ୍ଚସଖା ଯୁଗର ଯଶୋବନ୍ତ ଦାସ, କବି ଯଶୋବନ୍ତ ଦାସ ଗୁମ୍ଟେ ଏକ ଜାବନିକ ଶବ୍ଦ ବ୍ୟବହାର କରିଛନ୍ତି ନିଜ ରଚନାରେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅତରେ, ସ ନାସିରକ, ଖୁରୀ ଇତ୍ୟାଦି ରଚନା କରିଛନ୍ତି। ବଳଦେବ ରଥ, କବି ସୂର୍ଯ୍ୟ ବଳଦେବ ରଥ ପିକଦାନୀ, ଫୁକାରା, ପୁରୁଣା, ଫଜିତ ଇତ୍ୟାଦି ଜାବନିକ ଶବ୍ଦ ବ୍ୟବହାର କରିଛନ୍ତି। ବ୍ରଜନାଥ ବଡ଼ଦେନା ତଲାସି, ଚାରିଦାମା, ହାଉଦା, ଅମାରି ଇତ୍ୟାଦି ରଚନା କରିଛନ୍ତି। ଯେଉଁ ସତ୍ୟନାରାୟଣ ପାଲା କରାଯାଇଥାଏ ସେଥିରେ ଓଡ଼ିଆ ଭାଷା, ବଙ୍ଗଳା ଓ ଜାବନିକ ଭାଷାର ଏକ ମିଶ୍ରିତ ରୂପ ଦେଖିବାକୁ ମିଳିଥାଏ ଓଡ଼ିଶାର କୋଣ ଅନୁକୋଣରେ। ସେଥିପାଇଁ ଓଡ଼ିଆ ଭାଷାରେ ଏହି ଭାଷାର ବା ଏହି ଜାବନିକ ଭାଷାର ପ୍ରଭାବ ଆମେ ଲକ୍ଷ୍ୟ କଲେ ଇଂରାଜୀ ଭାଷାରେ ମଧ୍ୟ ସମାନ ପରିସ୍ଥିତି। ଅନେକ ସମାଲୋଚକ, ଲେଖକ, ପ୍ରାବନ୍ଧିକ ନିଜର ଗ୍ରନ୍ଥମାନଙ୍କରେ ଏହି ବୈଦେଶିକ ଭାଷା ଇଂରାଜୀର ପ୍ରଚଳନ ବା ରଚନା କରିଛନ୍ତି। ଉତ୍କଳ ଭ୍ରମଣରେ ଫକୀରମୋହନ ସେନାପତି କହିଛନ୍ତି, ବ୍ୟାକୱାର୍ଡ ମୁସଲମାନ ପାଇବେ ଚାକିରି, ହା ହା ଓଡ଼ିଆମାନେ ଫରୱାର୍ଡ ଭାରି। ସିଭିଲ ସର୍ଭେଣ୍ଟ ଆଣ୍ଡ ପଲିଟି ଏଜେଣ୍ଟ, ଜୟ ଜୟ ଓଡ଼ିଶାର ମନୁମେଣ୍ଟ। ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ, ଅଟ ତୁମ୍ଭେ ଜାଣ ମ୍ୟାନ୍ ଅଫ୍ ବିଜନେସ୍। ଆହେର ଆଉ ଜଗନ୍ନାଥ ତୁମ ଡିକ୍ସନାରୀ, ଯେତେବେଳେ ଦେଖେ ମନ ଖୁସି ହୁଏ ଭାରି। ଯାହା କିଛି ବିଚାରିଛି ସବୁ କଥା ଭୁଲ, ହୋଇ ନ ପାରିବ କେତେବେଳେ ସକ୍ସେସଫୁଲ। ଏଇଭଳି ଭାବରେ ଫକୀରମୋହନ ସେନାପତି ରଚନା କରିଛନ୍ତି। ଓଡ଼ିଆ ଭାଷାରେ ଅନେକ ଶବ୍ଦ ଇଂରାଜୀ ଏବଂ ଜାବନିକ ଭାଷାରୁ ପ୍ରବେଶ କରି ଓଡ଼ିଆ ଭାଷାରେ ରହିଛି ବା ଇଂରାଜୀ ଏବଂ ଜାବନିକ ଭାଷାରୁ ଓଡ଼ିଆ ଭାଷା ଆହରଣ କରିଛି ଏବଂ ଓଡ଼ିଆ ଭାଷା ସମୀକରଣରେ କିଛି ନୂତନ ଭାଷା ମଧ୍ୟ ସୃଷ୍ଟି ହୋଇଛି ଏବଂ ଭାଷା ବିକାଶ ଲାଭ କରିଛି। ଧନ୍ୟବାଦ। ଭିଡ଼ିଓଟିକୁ ପୁରା ଦେଖିଥିବାରୁ। ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା ଓଡ଼ିଆ ସାହିତ୍ୟର ମୁଖ୍ୟ ବା ଯାହାକୁ ନ ଧରିଲେ ଓଡ଼ିଆ ସାହିତ୍ୟ, ଯାହା ନ ଜାଣିଲେ ଓଡ଼ିଆ ସାହିତ୍ୟ ଅଧୁରା, ସେହି ଓଡ଼ିଆ ସାହିତ୍ୟର ବ୍ୟାକରଣ ସମ୍ପର୍କରେ କିଛି ବ୍ୟାକରଣ ଯାହା ଯୁକ୍ତ 3ରେ ଥିଲା ସେହି ସମ୍ପର୍କରେ ଆମେ କିଛି ଆଲୋଚନା କରିବା। ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହାକୁ ବା ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ନୋଟିଫିକେସନ୍ ଆପଣଙ୍କ ପାଖକୁ ଶୀଘ୍ର ପହଞ୍ଚି ଯାଇପାରିବ। ଧନ୍ୟବାଦ। ଜୟ ଜଗନ୍ନାଥ।